ଗଞ୍ଜାମ ଜିଲ୍ଲା କନ୍ଧମାଳ ସୀମାନ୍ତ ଜଙ୍ଗଲରେ ମାଓବାଦୀ ପୋଲିସ ମଧ୍ୟରେ ଗୁଳିମାଡ଼ ହୋଇଥିବା ଖବର ମିଳିଛି। ଏହି ଗୁଳିମାଡ଼ରେ ଜଣେ ଏସ୍ଓଜି ଯବାନ ଗୁରୁତର ଆହତ ହୋଇଥିବାର ଖବର ମିଳିଥିବା ବେଳେ ମାଓବାଦୀମାନେ ଛତ୍ରଭଙ୍ଗ ହୋଇଥିବା ସୂଚନା ମିଳିଛି। 2 ଜଣ ମାଓବାଦୀ ଥିବା ଖବର ମିଳିଥିବା ବେଳେ ଗୁରୁତର ଯବାନଙ୍କୁ ପ୍ରଥମେ ସୋରଡ଼ା ପରେ ଆସିକା ଓ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଘଟଣା ସୋରଡ଼ା ଥାନା ଗାଜଲବାଡ଼ି ଇଲାକାରେ ହୋଇଥିବା ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ, ସନ୍ଧାନ ଓଡ଼ିଶା। ବ୍ୟୁରୋ ରିପୋର୍ଟ, ସନ୍ଧାନ ଓଡ଼ିଶା ଲାଇଭ୍।